ମାନେ ଅନୁଭବ ଏହା କହିବି ଯେ ଦୀର୍ଘ ବର୍ଷାଣୀ ପରମ୍ପରା ବୋଧପୁରରେ ଚାଲି ଆସିଛି ଏବଂ ବର୍ଷକୁ ବର୍ଷ ଇଏ ବଢ଼ୁଛି ପଛେ କମିବାର ପ୍ରଶ୍ନ ଉଠୁନି ଏବଂ ସମସ୍ତ ଯୁବକମାନେ ଏକତ୍ରିତ ହୋଇ ଯେଉଁ ଭାଇଚାରାର ପରମ୍ପରାରେ ବୋଧପୁରରେ ଏଇ ଯେଉଁ ଭସାଣୀ ପରମ୍ପରାକୁ ବଞ୍ଚେଇକି ରଖିଛନ୍ତି ତା ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ। ଇତିହାସ କହିଲେ ପଞ୍ଚୁକରେ ଏଇ ଯେଉଁ 5 ଦିନର ରାସ ପୂର୍ଣ୍ଣିମା ଅବସ୍ଥାରେ ପଞ୍ଚୁକ 5 ଦିନ ମହାରାସ ଯେଉଁ ଆମର ଭାଗବତର ଅଛି ସେ ଅନୁସାରେ ମହାରାସ ଲୀଳା ଅନୁଷ୍ଠିତ ହୋଇଥାଏ ଏବଂ ସେହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଯେହେତୁ ବୋଧପୁର ଏଇଟା ଜ୍ଞାନର ପୁର, ବୋଧର ଅର୍ଥ ଜ୍ଞାନ, ତେଣୁ ଜ୍ଞାନର ପୁରରେ ଈଶ୍ୱରଙ୍କର ଈଶ୍ୱରୀୟ ଚେତନା ଅଭିବୃଦ୍ଧି କରିବା ପାଇଁ ରାହାସ ପୂଜା ଅନୁଷ୍ଠିତ ହୋଇଥାଏ ଏବଂ ସେ ପୂଜା ଦୀର୍ଘ ଦିନ ଧରି ଚାଲି ଆସିଛି ଏବଂ ଶାନ୍ତି ଶୃଙ୍ଖଳାର ସହିତ ଭାଇଚାରା ଭିତରେ ଆଜି ଏ ପର୍ବ ସମାପନ ହୋଇଛି ଏବଂ କିଶୋରନଗର ଥାନା ଟିମ୍ ପୂର୍ଣ୍ଣ ମାତ୍ରାରେ ସହଯୋଗ କରିଛନ୍ତି ଏବଂ ଶାନ୍ତି ଶୃଙ୍ଖଳା ସହିତ ସବୁ ଆଜି ସରିଛି। ସେଥିପାଇଁ ସବୁ ମେଢ଼ର କାର୍ଯ୍ୟକର୍ତ୍ତାମାନଙ୍କୁ ଏବଂ ଯେଉଁ ଆମର ଶାନ୍ତି କମିଟିର ଯେଉଁମାନେ ଦାୟିତ୍ୱରେ ଥିଲେ ସେ ସମସ୍ତଙ୍କୁ ଏବଂ କିଶୋରନଗର ଥାନାର ପ୍ରତିଟି ଯେଉଁମାନେ ଅଧିକାରିଣୀ ଥିଲେ କିଶୋରନଗର ଥାନାର ଅଧିକାରିଣୀ ଏବଂ ତାଙ୍କ ସହିତ ତାଙ୍କର ଯେଉଁ ଟିମ୍ ଥିଲା ସମସ୍ତଙ୍କୁ ଧନ୍ୟବାଦ ଦେଉଛି। ଧନ୍ୟବାଦ।